ମା ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ। ତାହେଲେ ପ୍ରଥମ ଥର ପାଇଁ ନିଜ କୁନି ଝିଅକୁ ଧରି ସୋସିଆଲ ମିଡିଆରେ ନଜର ଆସିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ। ତ ଆପଣମାନେ ଜାଣିଥିବେ ଶ୍ରଦ୍ଧା ପ୍ରାୟ 7 ରୁ 8 ବର୍ଷ ହେବ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି। ଓଡ଼ିଆ ସିରିଏଲ ଛଡ଼ା ଓଡ଼ିଆ ଆଲବମ୍ ଓ ଓଡ଼ିଆ ଯାତ୍ରାରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଛନ୍ତି। ୱେବ୍ ସିରିଜ ଓ ସିନେମାରେ ବି ମଧ୍ୟ ତାଙ୍କ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ତାହେଲେ ବାହାଘର ପରେ ଶ୍ରଦ୍ଧା ପାଣିଗ୍ରାହୀ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଆଉ ଅଧିକାଂଶ ସମୟ ନଜର ଆସିନାହାନ୍ତି। ଗତ ବର୍ଷ ଶ୍ରଦ୍ଧା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁଟିଂ ସେଟ୍ରୁ ଭଲ ପାଇ ବିବାହ କରିଥିଲେ ଶ୍ରଦ୍ଧା ପାଣିଗ୍ରାହୀ। ଆଉ ଏବେ ସେ ଗୋଟିଏ କନ୍ୟା ସନ୍ତାନ ମା ହୋଇଛନ୍ତି। କୁନି ଝିଅଙ୍କ ସହିତ ଏବେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ନଜର ଆସିଛନ୍ତି ଶ୍ରଦ୍ଧା। ଆଉ କୁନି ଝିଅଙ୍କ ସହିତ ଏବେ ସମୟ ବିତାଉଥିବାର ଦେଖା ଦେଇଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ। ଝିଅଙ୍କ ଯତ୍ନ ନେବା ସହିତ ନିଜ ଶାଶୁଘର ପରିବାର ଲୋକଙ୍କ ଯତ୍ନ ନେଉଥିବାର ନଜର ଆସିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ। ଆଉ ଓଡ଼ିଆ ଘରର ବୋହୂ ଭଳି ନିଜ ଶାଶୁ ଘରେ ଚଳୁଥିବାର ଦେଖା ଦେଇଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ। ତାହେଲେ ଶ୍ରଦ୍ଧା ପାଣିଗ୍ରାହୀ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ସୁନ୍ଦର ଅଭିନୟ କରି ବହୁତ କମ୍ ଦିନ ମଧ୍ୟରେ ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି। ତ ଏବେ ଶ୍ରଦ୍ଧା ମା ହୋଇସାରିଛନ୍ତି। ତ ମା ହୋଇଥିବା କାରଣରୁ ଏବେ ସେ ଓଲିଉଡ୍ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଛନ୍ତି। କୁନି ଝିଅଙ୍କ ଯତ୍ନ ନେଉଥିବାର ନଜର ଆସିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ। ତାହେଲେ ଆପଣମାନେ ଦେଖିଥିବେ ଶ୍ରଦ୍ଧା ଗତ ଦିନମାନଙ୍କରେ କୁନି ଝିଅଙ୍କ 21 କରିଥିଲେ। ଆଉ ଏହାପରେ ଏବେ ଶ୍ରଦ୍ଧା ପାଣିଗ୍ରାହୀ ନିଜ ଶାଶୁ ଘରେ ଚଳୁଥିବାର ନଜର ଆସିଛନ୍ତି। ତ ଫ୍ରେଣ୍ଡସ୍, ଆପଣମାନେ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ। ଦୀର୍ଘ ଦିନ ଧରି ତାଙ୍କର ଅଭିନୟ ଟିଭି ପର୍ଦ୍ଦାରେ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ। ତାହେଲେ ଆପଣମାନଙ୍କୁ ଶ୍ରଦ୍ଧା କେମିତି ଲାଗନ୍ତି, ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ, ଆମ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଇଭଳି ଓଲିଉଡ୍ ସମ୍ବନ୍ଧିତ ଟେକ୍ନିକ୍ ଖବର ବିଷୟରେ ଅଧିକ ଜାଣିବାକୁ ହେଲେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ।